ଆପଣମାନଙ୍କୁ ସ୍ୱାଗତ କରୁଅଛୁ ଚ୍ୟାନେଲ को ଶ୍ରୀମଦ୍ ଭାଗବତର ଚତୁର୍ଥ ଅଧ୍ୟାୟ। ଶ୍ରୀ ଭଗବାନ କହିଲେ, ଜ୍ଞାନମାନଙ୍କ ମଧ୍ୟରେ ଅତି ଉତ୍ତମ ସେହି ପରମ ଜ୍ଞାନ ମୁଁ ତୁମକୁ ପୁନର୍ବାର କହିବି, ଯାହା ଜାଣି ସକଳ ମୁନିଜନ ଏବଂ ସଂସାରରୁ ମୁକ୍ତ ହୋଇ ପରମ ସିଦ୍ଧି ପ୍ରାପ୍ତ ହୋଇଛନ୍ତି। ଏହି ଜ୍ଞାନକୁ ଆଶ୍ରୟ କରି ଅର୍ଥାତ୍ ଧାରଣ କରି ମୋର ସ୍ୱରୂପ ପ୍ରାପ୍ତ ହୋଇଥିବା ପୁରୁଷମାନେ ସୃଷ୍ଟିର ଆରମ୍ଭରେ ପୁନର୍ବାର ଉତ୍ପନ୍ନ ହୁଅନ୍ତି ନାହିଁ କି ପ୍ରଳୟ କାଳରେ ବି ବ୍ୟଥିତ ହୁଅନ୍ତି ନାହିଁ। ହେ ଅର୍ଜୁନ, ମୋର ମହତ୍ ବ୍ରହ୍ମରୂପକ ମୁଁ ଗର୍ଭଧାରଣ ସ୍ଥାନ ଏବଂ ମୁଁ ସେହି ଯୋନିର ଚେତନା ସମୁଦାୟ ରୂପକ ଗର୍ଭ ସ୍ଥାପନ କରିଥାଏ। ସେହି ଜଡ଼ ଚେତନାର ସଂଯୋଗରୁ ସମସ୍ତ ଭୂତମାନଙ୍କର ଉତ୍ପତ୍ତି ହୁଏ। ହେ ଅର୍ଜୁନ, ନାନା ପ୍ରକାର ଯୋନିର ଯେତେ ସବୁ ଶରୀର ଧାରା ପ୍ରାଣୀ ଉତ୍ପନ୍ନ ହୁଅନ୍ତି, ମୂଳ ପ୍ରକୃତି ହେଉଛି ସେହି ସମସ୍ତଙ୍କର ଗର୍ଭ ଧାରଣ କରୁଥିବା ମାତା ଏବଂ ମୁଁ ହେଉଛି ବୀଜ ସ୍ଥାପନ କରୁଥିବା ପିତା। ହେ ଅର୍ଜୁନ, ପ୍ରକୃତିରୁ ଉତ୍ପନ୍ନ ହେଉଥିବା ସତ୍ତ୍ୱ, ରଜ, ତମ ଏହି ତିନି ଗୁଣ ନିଷ୍ପାପ। ସେହି ତିନି ଗୁଣ ମଧ୍ୟରୁ ସତ୍ୱଗୁଣ ନିର୍ମଳ ହୋଇଥିବାରୁ ପ୍ରକାଶକ ଓ ବିକାର ରହିତ ଅଟେ, କିନ୍ତୁ ତାହା ସୁଖ ସମ୍ବନ୍ଧରେ ଓ ଜ୍ଞାନ ସମ୍ବନ୍ଧ ଦ୍ୱାରା ଅର୍ଥାତ୍ ଜ୍ଞାନର ଅଭିମାନ ଦ୍ୱାରା ବନ୍ଧନ କରେ। ହେ ଅର୍ଜୁନ, ରାଗରୂପୀ ରାଜଗୁଣ କାମନା ଓ ଆସକ୍ତିରୁ ଉତ୍ପନ୍ନ ହୁଏ ବୋଲି ଜାଣ। ସହିତ ଥିବା ସମ୍ବନ୍ଧ ଦ୍ୱାରା ବନ୍ଧନ କରେ। କିନ୍ତୁ ହେ ଅର୍ଜୁନ, ସମସ୍ତ ଦେହାଭିମାନକୁ ମୋହିତ କରୁଥିବା ତମ ଗୁଣ ଅଜ୍ଞାନରୁ ଉତ୍ପନ୍ନ ବୋଲି ଜାଣ। ତାହା ଏହି ଜୀବାତ୍ମାକୁ ପ୍ରମାଦ, ଆଳସ୍ୟ ଓ ନିଦ୍ରା ଦ୍ୱାରା ବନ୍ଧନ କରେ। ହେ ଅର୍ଜୁନ, ସତ୍ୱଗୁଣ ସୁଖରେ ଲଗାଅ ଓ ରାଜଗୁଣ କର୍ମରେ ଲଗାଅ। ତମ ଗୁଣ ତ ଜ୍ଞାନକୁ ଆଚ୍ଛାଦିତ। ରଜଗୁଣ ଓ ତମ ଗୁଣକୁ ଚାପି ଦେଇ ସତ୍ୱଗୁଣ ବର୍ଦ୍ଧିତ ହୁଏ। ସତ୍ୱଗୁଣ ଓ ତମ ଗୁଣକୁ ଚାପି ଦେଇ ରଜଗୁଣ ବର୍ଦ୍ଧିତ ହୁଏ ଏବଂ ସେହିପରି ସତ୍ୱଗୁଣ ଓ ରଜଗୁଣକୁ ଚାପି ଦେଇ ତମ ଗୁଣ ବର୍ଦ୍ଧିତ ହୁଏ। ଯେତେବେଳେ ଏହି ଦେହରେ ତଥା ଅନ୍ତଃକରଣ ଓ ଇନ୍ଦ୍ରିୟମାନଙ୍କର ଚେତନା ଏବଂ ବିବେକ ଶକ୍ତି ଉତ୍ପନ୍ନ ହୁଏ, ସେତେବେଳେ ଜାଣିବା ଉଚିତ। ହେ ଅର୍ଜୁନ, ରଜଗୁଣରୁ ବୁଦ୍ଧି ଘଟିଲେ ଲୋଭ, ପ୍ରବୃତ୍ତି, ସ୍ୱାର୍ଥ ବୁଦ୍ଧିକୁ ପୂର୍ବକ ଅଶାନ୍ତି ଓ ବିଷୟ ଭୋଗରେ ଲାଳସା ଏସବୁ ଉତ୍ପନ୍ନ ହୁଏ। ହେ ଅର୍ଜୁନ, ତମ ଗୁଣ ଅପକ୍ରାସ, କର୍ତ୍ତବ୍ୟ କର୍ମରେ ଅପବୃତ୍ତି ଓ ପ୍ରମାଦ ଅର୍ଥାତ୍ ବ୍ୟର୍ଥ ଚେଷ୍ଟା ଏବଂ ଅନିଦ୍ରାଦି। ଯେତେବେଳେ ଏହି ମନୁଷ୍ୟ ସତ୍ୱଗୁଣ ବୁଦ୍ଧିରେ ମୃତ୍ୟୁପ୍ରାପ୍ତ ହୁଏ, ସେତେବେଳେ ସେ ଉତ୍ତମ କର୍ମ କରୁଥିବା ପୁରୁଷମାନଙ୍କ ରଜଗୁଣ ବୃଦ୍ଧିରେ ମରୁଥିବା ମନୁଷ୍ୟ, କର୍ମଶକ୍ତ ମନୁଷ୍ୟ, ବୁଦ୍ଧିରେ ମରୁଥିବା ମନୁଷ୍ୟ, ପଶୁ, କୀଟ ଆଦି ମୂଢ଼ ଯୋନିମାନଙ୍କରେ ଜନ୍ମ ହୋଇଥାଏ। ଶ୍ରେଷ୍ଠ କର୍ମରୁ ସାତ୍ୱିକ ଫଳ ଅର୍ଥାତ୍ ସୁଖ, ଜ୍ଞାନ ଫଳ ମିଳେ ବୋଲି କହନ୍ତି। ରାଜସ କର୍ମରେ ଫଳ ଦୁଃଖ, ତାମସ କର୍ମରେ ଫଳ ଅଜ୍ଞାନ ବୋଲି କହନ୍ତି। ସତ୍ୱଗୁଣରୁ ଜ୍ଞାନ ଉତ୍ପନ୍ନ ହୁଏ ଏବଂ ରଜଗୁଣରୁ କେବଳ ଲୋଭ ତଥା ତମ ଗୁଣରୁ ପ୍ରମୋଦ ଓ ମୋହ ଏବଂ ଅଜ୍ଞାନ ମଧ୍ୟ ଉତ୍ପନ୍ନ ହୁଏ। ସତ୍ୱଗୁଣରେ ସ୍ଥିତ ପୁରୁଷମାନେ ସ୍ୱର୍ଗାଦି ଉଚ୍ଚଲୋକମାନଙ୍କର ଯାଆନ୍ତି। ରଜଗୁଣରେ ସ୍ଥିତ ପୁରୁଷମାନେ ମଧ୍ୟରେ ଅର୍ଥାତ୍ ମନୁଷ୍ୟ ଲୋକରେ ହିଁ ରହନ୍ତି ଏବଂ ତମ ଗୁଣର କାର୍ଯ୍ୟରୂପୀ ନିଦ୍ରା, ପ୍ରମୋଦ, ଆଳସ୍ୟାଦିରେ ସ୍ଥିତ ପୁରୁଷମାନେ ଅଧୋଗତି ଅର୍ଥାତ୍ କୀଟ, ପଶୁ ଆଦି। ଯେତେବେଳେ ଦ୍ରଷ୍ଟା ସାକ୍ଷୀ ରୂପେ ସ୍ଥିତି ବିବେକୀ ପୁରୁଷ ତିନି ଗୁଣଠାରୁ ବିଭିନ୍ନ ଅନ୍ୟ କାହାକୁ କର୍ତ୍ତା ବୋଲି ଦେଖନ୍ତି ନାହିଁ ଏବଂ ତିନି ଗୁଣଠାରୁ ସର୍ବତଃ ଅତୀତ ହୋଇ ରହିଥିବା ସଚ୍ଚିଦାନନ୍ଦ ସ୍ୱରୂପ ମୋତେ ଅର୍ଥାତ୍ ପରମାତ୍ମାଙ୍କୁ ତତ୍ତ୍ୱକୁ ଜାଣନ୍ତି, ସେତେବେଳେ ସେ ମୋର ସ୍ୱରୂପ ପ୍ରାପ୍ତ କରନ୍ତି। ସେହି ପୁରୁଷ ଶରୀରର ଉତ୍ପତ୍ତିର କାରଣ ରୂପ ଏହି ତିନି ଗୁଣକୁ ଅତିକ୍ରମ କରି ଜନ୍ମ, ମୃତ୍ୟୁ, ବାର୍ଦ୍ଧକ୍ୟ ସକଳ ପ୍ରକାର ଦୁଃଖରୁ ବିମୁକ୍ତ ହୋଇ ପରମାନନ୍ଦ ପ୍ରାପ୍ତ ହୁଅନ୍ତି। ଅର୍ଜୁନ ପଚାରିଲେ, ଏହି ତିନି ଗୁଣରୁ ଅତୀତ ପୁରୁଷ କେଉଁ କେଉଁ ଲକ୍ଷଣରେ ଯୁକ୍ତ ହୁଅନ୍ତି ଏବଂ କେଉଁ ପ୍ରକାର ଆଚରଣ ଯୁକ୍ତ ହୁଅନ୍ତି ତଥା ହେ ପ୍ରଭୁ, ମନୁଷ୍ୟ କେଉଁ ଉପାୟରେ ତିନି ଗୁଣରୁ ଅତୀତ ହୋଇଯାଇଥାଏ? ଶ୍ରୀ ଭଗବାନ କହିଲେ, ହେ ଅର୍ଜୁନ, ଯେଉଁ ପୁରୁଷ ସତ୍ୱଗୁଣରୁ କାର୍ଯ୍ୟରୂପୀ ପ୍ରବୃତ୍ତି ତଥା ତମ ଗୁଣରୁ କାର୍ଯ୍ୟରୂପୀ ମୋହ ପ୍ରବୃତ୍ତ ହେଲେ ସେଗୁଡ଼ିକୁ ଦ୍ୱେଷ କରନ୍ତି ନାହିଁ କି ନିବୃତ୍ତ ହେଲେ ସେଗୁଡ଼ିକୁ ଆକାଂକ୍ଷା କରନ୍ତି ନାହିଁ। ଯିଏ ସାକ୍ଷୀଙ୍କ ସଦୃଶ ସ୍ଥିତ ରହି ଗୁଣମାନଙ୍କ ଦ୍ୱାରା ବିଚାଳିତ ହୁଅନ୍ତି ନାହିଁ ଓ ଗୁଣମାନେ ହିଁ ଗୁଣମାନଙ୍କର ପ୍ରଭୃତ
ହେଉଛନ୍ତି ଜାଣି ସେ ସଚ୍ଚିଦାନନ୍ଦନ ପରମାତ୍ମାଙ୍କଠାରେ ଏକି ଭାବରେ ଅବସ୍ଥିତ ହୁଅନ୍ତି ଏବଂ ସେହି ସ୍ଥିତିରୁ କଦାପି ବିଚଳିତ ହୁଅନ୍ତି ନାହିଁ। ଯିଏ ନିରନ୍ତର ଭାବରେ ସ୍ଥିତ, ଯେ ଦୁଃଖ ସୁଖକୁ ସମାନ ବୋଲି ବୁଝନ୍ତି, ଯିଏ ମାଟି ପଥର ଅପ୍ରିୟମାନେ ସମାନ ବୋଲି ଗଣନ୍ତି, ଗ୍ରହଣ କରନ୍ତି ଓ ଯେ ନିଜର ନିଦ୍ରା ଓ ସ୍ତୁତିକୁ ସମାନ ବୋଲି ବୁଝନ୍ତି, ଯେମାନେ ଓ ଅପମାନର ସମ, ମିତ୍ର ଓ ଶତ୍ରୁ ପକ୍ଷରେ ବି ସମ ଏବଂ ସମସ୍ତ କର୍ମରେ କର୍ତ୍ତାପଣ ଅଭିମାନରୁ ରହିତ, ସେହି ପୁରୁଷ ଗୁଣାତୀତ ବୋଲି କଥିତ ହୁଅନ୍ତି। ଯେଉଁ ପୁରୁଷ ଅବ୍ୟଭିଚାରୀ ଭକ୍ତି ଯୋଗ ଦ୍ୱାରା ମୋତେ ନିରନ୍ତର ଭଜନ କରନ୍ତି, ସେ ବି ଏହି ତିନି ଗୁଣକୁ ସମ୍ପୂର୍ଣ୍ଣ ରୂପେ ଅତିକ୍ରମ କରି ସଚ୍ଚିଦାନନ୍ଦଙ୍କ ବ୍ରହ୍ମଙ୍କୁ ପ୍ରାପ୍ତ ହେବା ନିମନ୍ତେ ଯୋଗ ହୋଇଯାଇଥାନ୍ତି। କାରଣ ମୁଁ ସେହି ଅବିନାଶୀ ପରବ୍ରହ୍ମଙ୍କର ଓ ଅମୃତର ତଥା ନିତ୍ୟ ଧର୍ମର ଅଖଣ୍ଡ ଏକରସ ଆନନ୍ଦର ଆଶ୍ରୟ ଅଟେ। ଓଂ ତତ୍ସଦିତି। ଶ୍ରୀମଦ୍ ଭାଗବତ ଗୀତା ସୁପନିଷେଦ ବ୍ରହ୍ମବିଦ୍ୟା ଯୋଗ ବିଭାଗ